ଶ୍ରୀମୟୀ ସେତିକିରେ ଅଟକି ଯାଇନାହାନ୍ତି। ସେ ଲେଖିଛନ୍ତି, ପ୍ରତ୍ୟେକ ଭଲମନ୍ଦ କାର୍ଯ୍ୟ ଯାହା ଆପଣ କରନ୍ତି ତାହା ସେହି ହିସାବରେ ଆପଣଙ୍କ ନିକଟକୁ ଫେରି ଆସିବ। ଏହା ପ୍ରକୃତିର ନିୟମ। ଶ୍ରୀମୟୀ ଏହି ଆକ୍ରମଣରେ ବିଜେଡି ନେତାମାନଙ୍କୁ ଭୃତ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ଯେଉଁମାନେ ଅଘୋଷିତ ସର୍ବେ ସର୍ବାଙ୍କ ଛାୟା ନିର୍ଦ୍ଦେଶରେ ଚାଲୁଛନ୍ତି, ଏବେ ଯେଉଁମାନେ ବିକ୍ଷୋଭ ଓ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ଶ୍ରୀମୟୀ ପଚାରିଛନ୍ତି, ଟିକେ ନିଜର ବିବେକକୁ ପଚାରନ୍ତୁ, ଆପଣମାନେ କ'ଣ ଆଇନରୁ ଉର୍ଦ୍ଧ୍ୱରେ କି? ଶ୍ରୀମୟୀଙ୍କ ପ୍ରଶ୍ନ ଏହି ଅଧିକାରୀଙ୍କ ପାଇଁ ନୁହେଁ, ବରଂ ସମସ୍ତ ଦଳୀୟ ନେତାଙ୍କ ଆତ୍ମାକୁ ଝଞ୍ଜାଳି ଦେଇଛି। ଯଦି ଠିକ୍ ଥିବ ନିଶ୍ଚୟ ନ୍ୟାୟ ପାଇବ। ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଆଇନ ନିର୍ମାତାଙ୍କ ଭରସା ବଜାୟ ରହୁ ବୋଲି ଶ୍ରୀମୟୀ କହିଛନ୍ତି। ଅହଙ୍କାରରେ ଜର୍ଜରିତ ସର୍ବେସର୍ବାଙ୍କ ଛାୟା ନିର୍ଦ୍ଦେଶର ଯୁକ୍ତିଯୁକ୍ତ ପ୍ରତିବାଦର ସାମର୍ଥ୍ୟ ଭଗବାନ ଆପଣଙ୍କୁ ଦିଅନ୍ତୁ ବୋଲି ଶ୍ରୀମୟୀ ଲେଖିଛନ୍ତି। ଶ୍ରୀମୟୀ ଏହି କଥାରେ ବିଜେଡି ନେତାମାନଙ୍କର କିଛି ନିଜତ୍ୱ ନଥିବା କଥା କହିଛନ୍ତି।